ନିଶ୍ଚିତ ଭାବରେ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ କେଜି ଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ ସମସ୍ତଙ୍କ ପାଇଁ ଯେଉଁଭଳି ଭାବରେ ନିଃଶୁଳ୍କ ହେଇପାରିବ ଏବଂ ଆର୍ଥିକ ଅନଗ୍ରସର ଥିବା ପରିବାର ବର୍ଗକୁ ଏଥିରେ ପ୍ରାଥମିକତା ମିଳିବ ବୋଲି ଘୋଷଣା କରିଛନ୍ତି। ଇଏ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ମଧ୍ୟ ଜ୍ଞାପନ କରୁଛି। ଗୋଟେ ରାଷ୍ଟ୍ର ବା ଗୋଟେ ରାଜ୍ୟ ଯଦି ବିକାଶ ଶୀର୍ଷକୁ ଯିବ ତାହେଲେ ବିଶେଷଜ୍ଞ ମାନେ ମତ ଦିଅନ୍ତି ଦୁଇଟି ବର୍ଗ ନିଃଶୁଳ୍କ ହବା ଦରକାର। ଗୋଟେ ହେଉଛି ସ୍ୱାସ୍ଥ୍ୟ ଆଉ ଗୋଟେ ହେଉଛି ଶିକ୍ଷା। ଆମର ଶିକ୍ଷା ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଉଚ୍ଚଶିକ୍ଷାକୁ ଆସିବା ପର୍ଯ୍ୟନ୍ତ ପାଖାପାଖି ନିଃଶୁଳ୍କ ଥିଲା। ସରକାରୀ କଲେଜ ଗୁଡ଼ିକର କଥା କୁହନ୍ତୁ ବା ନୋମିନାଲ ଫି ରହୁଥିଲା। ଆଜିର ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେତେବେଳେ ପିଜି ପର୍ଯ୍ୟନ୍ତ ପୋଷ୍ଟ ଗ୍ରାଜୁଏଟ ପର୍ଯ୍ୟନ୍ତ ଶିକ୍ଷାକୁ କରିବା ଛାଡ଼ ଯୋଉ ଶୁଳ୍କ ଅଛି ତାକୁ ଛାଡ଼ କରିବାର ଘୋଷଣା କରିଛନ୍ତି, ସିଧାସଳଖ ଡ୍ରପ୍ ଆଉଟ୍ ହାର କମିବା ସହିତ ଜିଆର ବଢିବ ଏବଂ ଓଡ଼ିଶାର ଯେଉଁ ଦୀର୍ଘଦିନ ଧରିକି ଶିକ୍ଷା ବ୍ୟବସ୍ଥାରେ ଗୋଟେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ଥିଲା ତାହା ସମ୍ଭବ ହେଇପାରିବ ବୋଲି ଆଶା କରୁଛି। ଜାତୀୟ ଶିକ୍ଷାନୀତି 2020 ଅନୁପାଳନ ହେଲା ପରେ ଆମେ ଇଣ୍ଟର୍ନସିପ କୁ ଗୁରୁତ୍ୱ ପ୍ରଦାନ କରୁଛୁ, ଏୟୁଡିପି କୁ ଗୁରୁତ୍ୱ ପ୍ରଦାନ କରୁଛୁ, ଆପ୍ରେଣ୍ଟିସସିପ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ ଏବଂ ଏୟୁଡିପି କୁ ନେଇକି ଯୋଉ ପିଲାମାନେ ଆସୁଛନ୍ତି ଉଚ୍ଚଶିକ୍ଷାକୁ ସେମାନଙ୍କ ମନରେ କିଛି କିଛି ମାତ୍ରାରେ ଦ୍ୱନ୍ଦ୍ୱ ରହିଛି। ଏୟୁଡିପି ଆପ୍ରେଣ୍ଟିସସିପ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ, ଏ ଡିଗ୍ରୀ ପ୍ରୋଗ୍ରାମରେ ଆପଣଙ୍କୁ ଯେତିକି ଜେନେରାଲରେ ପାଠ ପଢିବାକୁ ହଉଥିଲା ସେତିକି ପାଠ ପଢିବେ, ତାଠାରୁ ଅଧିକ ମଧ୍ୟ ପଢିବାକୁ ହେବ ଏବଂ ଆପ୍ରେଣ୍ଟିସସିପ୍ ପାଇଁ ଆପଣଙ୍କୁ ସ୍ୱତନ୍ତ୍ର ସମୟ ବି ପ୍ରଦାନ କରାଯିବ। କେତେ କ୍ଷେତ୍ରରେ ପିଲାମାନଙ୍କର ବା ଅଭିଭାବକଙ୍କର ମତରେ ଥିଲା ଯେ ଏୟୁଡିପି କୋର୍ସ କଲେ କୋର୍ସ କରିକୁଲମ କମିଯିବ ବା ପାଠ କମିଯିବ, ବିଲକୁଲ ତାହା ନୁହେଁ। ଯାହା ଜେନେରାଲ ଷ୍ଟଡିଜରେ ଅଛି ତାର ଏଟା ଗୋଟେ ମିସ୍ ଭର୍ସନ ବା ତାର ଗୋଟେ ଏଟା ଅତ୍ୟନ୍ତ ଯୁବ ଉପଯୋଗୀ ଏବଂ ଜାତୀୟ ଶିକ୍ଷାନୀତିକୁ ଆଲାଇନ କରିକି ପାଠ୍ୟକ୍ରମ ହେଇଛି। ଆସନ୍ତା ଦିନ ମାନଙ୍କରେ କଲେଜ ଖୋଲିବ ଏବଂ ଜୁଲାଇ 10 ତାରିଖରେ ଆମେ ନୂଆ ଆଡମିସନ ହବାର ମଧ୍ୟ ଯୋଜନା ରହିଛି। ସହଳ ଆଡମିସନ ନେଲେ ସହଳ ନୂଆ ପିଲାଙ୍କୁ କଲେଜରେ ପାଠ ପଢେଇଲେ ଯୋଉ ସେମିଷ୍ଟାର ଗୁଡିକ ବିଳମ୍ବରେ ହେଉଥିଲା ବିଗତ ଦିନ ମାନଙ୍କରେ ଯୋଉ ସାଧାରଣରେ ସମସ୍ତଙ୍କର ଗୋଟେ ଉତ୍କଣ୍ଠା ଥିଲା ଏବଂ ଗୋଟେ ଆବେଗ ଥିଲା ଯେ ପରୀକ୍ଷା ଏବେ କାହିଁକି ହଉଛି ସେଇଟାକୁ ଆଡେଇ ଦେଇ ପାରିବ ବୋଲି ବିଶ୍ୱାସ କରୁଛି। ମୁଁ ଏହା ପୂର୍ବରୁ କହିସାରିଛି ଆମ ସରକାର ଏ ସମ୍ପର୍କରେ ତାଙ୍କର ମତାମତକୁ ସ୍ପଷ୍ଟ କରିସାରିଛନ୍ତି। ଯାହା ନିଷ୍ପତ୍ତି ପାରିପାର୍ଶ୍ୱିକ ଅବସ୍ଥିତି, ସାମାଜିକ ଅବସ୍ଥିତି ଏବଂ ଅନ୍ୟ କେତେକ କଥାକୁ ଲକ୍ଷ୍ୟ କରିକି ସରକାର ନିଷ୍ପତ୍ତି ନେବେ। ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ମଧ୍ୟ ରହିଛି ଏବଂ ଆମର ଯୋଉ ଇଣ୍ଟରନାଲ କମିଟି ଅଛି, ଇଣ୍ଟରନାଲ କମିଟିରେ ମଧ୍ୟ ଯୋଉ ଏସଓପି ଅଛି ସେଥିରେ କାଉନସିଲିଂ ପାଇଁ ମଧ୍ୟ ବ୍ୟବସ୍ଥା ଅଛି ଏବଂ କିଛି ଦିନ ପୂର୍ବରୁ ସତୀଶ୍ରୀ ସ୍କିମ ଯୋଉ ମୁଖ୍ୟମନ୍ତ୍ରୀ ଆମର ଉଦ୍ଘାଟନ କଲେ, ଲୋକାର୍ପଣ କଲେ, ସତୀଶ୍ରୀ ଆପ୍ ଠାରୁ ଆରମ୍ଭ କରିକି ସତୀଶ୍ରୀର ପୁରା କାର୍ଯ୍ୟକ୍ରମ ଇଏ ହେଉଛି ଗୋଟେ କାଉନସିଲିଂ ଆଧାରିତ କାର୍ଯ୍ୟକ୍ରମ ଯେଉଁଥିରେ ଅନଲାଇନ କାଉନସିଲିଂ ହେବ। ଯୋଉ ସି ବକ୍ସ ଅଛି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ତାକୁ ମଧ୍ୟ ଏଥିରେ ଆଲାଇନ କରାଯାଇଛି। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ଯାହା ଯାହା କାଉନସିଲିଂ ଟେଲି ମାନସର ବ୍ୟବସ୍ଥା ଅଛି ତାକୁ ମଧ୍ୟ ଏଥିରେ ଆଲାଇନ କରାଯାଇଛି। ତା ଛଡା ସତୀଶ୍ରୀରେ ମଧ୍ୟ ସତୀଶ୍ରୀ ସାଥୀ, ସତୀଶ୍ରୀ ସଂଯୋଜିକା ଏବଂ ସତୀଶ୍ରୀ ଅପା ପ୍ରତ୍ୟେକ ଜିଲ୍ଲାରେ ସତୀଶ୍ରୀ ଅପା ମାନଙ୍କୁ ନିୟୋଜିତ କରାଯାଉଛି ଯେଉଁମାନେ ଜଣେ ୱାର୍କିଂ ପ୍ରଫେସନାଲ ୱିମେନ୍। ସେମାନେ ତାଙ୍କୁ ପ୍ରତ୍ୟେକ ଜିଲ୍ଲାରେ 5 ଜଣ ମହିଳାଙ୍କୁ ନିଯୁକ୍ତି କରାଯାଉଛି। କିଏ ଡକ୍ଟର ହେଇଥିବେ, କିଏ ଆଡଭୋକେଟ ହେଇଥିବେ, ଯାହାଙ୍କର ଲିଗାଲ ଠାରୁ ଆରମ୍ଭ କରିକି ଏକାଡେମିକ କ୍ଷେତ୍ରରେ ପାରଦର୍ଶିତା ଥିବ ସେମାନଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି। କାଉନସିଲିଂ ପ୍ରକ୍ରିୟାଟାକୁ ବଳିଷ୍ଠ ଏବଂ ବ୍ୟାପକ ଇତିମଧ୍ୟରେ ଆମେ କରି ସାରିଲୁଣି, ଏବେ ମଧ୍ୟ କରଉଛୁ ଏବଂ ସମାଜର ସହଭାଗିତାରେ ଏ କଥାକୁ ସମ୍ଭବ କରିବୁ। ସରକାର କାଉନସିଲର ପାଇଁ ଯେଉଁ ଇଣ୍ଟରନାଲ କମିଟି ଗଠନ କରାଯାଇଛି ସେମାନଙ୍କର କାମ କେବଳ କେସ୍ ଡିସ୍ପୋଜ କରିବା ନୁହେଁ, ଏସବୁରେ ମଧ୍ୟ ଅଛି ସେମାନେ କାଉନସିଲିଂ କରିବେ। ପ୍ରତ୍ୟେକ ଡିପାର୍ଟମେଣ୍ଟରେ ଗୋଟିଏ ଗୋଟିଏ ଛାତ୍ରୀଙ୍କୁ ମଧ୍ୟ କ୍ଲାସ ରିପ୍ରେଜେଣ୍ଟେଟିଭ ଭାବରେ ରଖାଯାଇଛି, ସେମାନଙ୍କର ଦାୟିତ୍ୱ ମଧ୍ୟ କାଉନସିଲିଂ କରିବେ। ତା ସହିତ ଅନଲାଇନରେ ବିଭିନ୍ନ ମଡ୍ୟୁଲ ମଧ୍ୟ ରହୁଛି, ତାହାର ଛାତ୍ରୀମାନେ ତାହାକୁ ମଧ୍ୟ ତାର ଲାଭ ଉଠାଉଛନ୍ତି ସତୀଶ୍ରୀ ଆପ୍ ମାଧ୍ୟମରେ।
ये भी गोटे काउंसलिंग प्रक्रिया या पूर्व आंटी ड्रग आम कार्यक्रम कराई गोटे गोटे इन्स्टिट्यूशन मानक आम से फैकल्टी दायित्व देथिलु जो मैंने ये कार्यक्रम गुड़िक देखिए तेणु सरकार लगी प्रयास करुपरीमकोर्ट निर्देश रोचे राज्यपाल निर्देश रोचे कार्यकारी करने प्रतिश्रुति।